ମୋ ଭାଇରେ ଭାଇ ଆପଣମାନଙ୍କୁ ଆଉ ଗୋଟେ ନୂଆ ବ୍ଲଗ୍ରେ ସ୍ୱାଗତ ଜଣାଉଛି ମୋ ଭାଇ। ଏଇ ମୋ ଭାଇ ଆଜି ଭାଇ ମୋ ଲାଇଫ୍ର ଭାଇ ମୁଁ ସବୁ ସତ ଘଟଣା କହିବି ଯେ କଳି ଯୁଗର ମଣିଷ କେମିତି ଏବଂ ସତ୍ୟ ଯୁଗର ମଣିଷ କେମିତି ଥିଲେ ସବୁ କଥା କହିବି। ତ ଭିଡ଼ିଓଟାକୁ ପ୍ଲିଜ୍ ଟିକେ ଲାଷ୍ଟ ଯାଏଁ ଦେଖନ୍ତୁ। ଯଦି ଭିଡ଼ିଓ ଯଦି ଭଲ ଲାଗିଥିବ ତାହେଲେ ପ୍ଲିଜ୍ ଟିକେ ଲାଇକ୍ କରିବେ ଏବଂ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ସେୟାର ଟିକେ କରିଦେବେ, କମେଣ୍ଟ ଟିକେ କରିଦେବେ। ମୋର ଏତିକି ଅନୁରୋଧ ରହିଲା। ତ ଭାଇ କଳି ଯୁଗର ଭାଇ ମଣିଷକୁ ଆପଣମାନେ ଯଦି ବିଶ୍ୱାସ କରିଦେବେ ତାହେଲେ ଆପଣମାନେ ଭାସିଯିବେ। ମୁଁ ସତ କଥା କହୁଛି ଭାଇ, ଯଦି କଳି ଯୁଗର ମଣିଷକୁ ବିଶ୍ୱାସ କରିଦେବେ ତାହେଲେ ଆପଣମାନେ ଭାସିଯିବେ। ମୁଁ କାହିଁକି କହିଲି ଏ କଥା ଭାଇ ଏବେ ଦେଖ ମୋର ଭାଇ କ'ଣ ଅସୁବିଧା ହେଲା ତ ମୁଁ ଡାକିଲି ତୁମେ ଆସିଲନି, ନହେଲେ କ'ଣ ସାଙ୍ଗସାଥିରେ କ'ଣ ଅସୁବିଧା ହେଲା ତ ମୁଁ ଗାଡ଼ିଟା ମାଗିଲି ଦେଲନି। ତ ଭାଇ ଆଜିକାଲିର ଭାଇ ଲୋକ ପଇସା ଯୁଆଡ଼େ ତାଙ୍କେ ସିଆଡ଼େ। ସତ କଥା ଭାଇ, ମୁଁ ମିଛ କହୁନି ଭାଇ, ସତ କଥା ଏଇଟା। କଳି ଯୁଗ ପରା ଯେତେ ଲେଲେ ଆଜି ମୁଁ କହିଲି ପରା ସବୁ ଯାକ ସତ ଘଟଣା କହିବି। ତ ଭାଇ ଟିକେ ରହିଥାନ୍ତୁ, ଗାଡ଼ି ଯାକ ଆସୁଛି ଦେଖନ୍ତୁ ଭାଇ, ଗାଡ଼ି ଯାକ ସେପରି ଭାଇ କାହିଁକିନା ଭାଇ ଜେସିବି ଗାଡ଼ି ଆସିଛି ଭାଇ, ସାଉଣ୍ଡ ହବ ଜେସିବି ଗାଡ଼ିରେ ଭାଇ। ଏପରି ମୁଁ ବ୍ରିଜ୍ ଉପରେ ଅଛି ଭାଇ, ବ୍ରିଜ୍ ଉପରେ ଥାଇକି ମୁଁ ଭିଡ଼ିଓ କରୁଛି। ନାଇଁ ଜେସିବିଟା ସିଆଡ଼େ ପଲା, ମୁଁ ଏପରି ଭାଇ ଭିଡ଼ିଓ କରୁଛି ଦେଖିପାରୁଥିବେ ଭାଇ। ଏବେ ଭାଇ ମୋ କଥା କହୁଛି ଭାଇ ମୋତେ ମୋର ଏମିତି ଦିନ ଥିଲା ଭାଇ, ମୋତେ କେଉଁ ଗାଁର କୁକୁର ବୋଲିକି ଲୋକ ପଚାରୁନଥିଲେ। ସତତା ଭାଇ ଏବେ ଟିକେ ମୁଁ ଇନଷ୍ଟାଗ୍ରାମରେ ହାଇଲାଇଟ୍ ହେଇଗଲି, ସେଥିପାଇଁ ଭାଇ ଲୋକ ସବୁ ଏପଟିଆ ସେପଟିଆ ଇଆଡ଼େ ସିଆଡ଼େ କହୁଛନ୍ତି। ମୁଁ ଗର୍ବ କରି କହୁନି ଭାଇ, ଯେଉଁଟା ଆଜିର ଭାଇ ଦିନରେ ଯେଉଁଟା ସତ କଥା ମୁଁ ସେଇ ଜିନିଷଟା କହୁଛି। ଆଜିର ଲୋକମାନେ ହିଁ ଭାଇ ଭୁଲ ଭାଇ, ସମସ୍ତେ ଭାଇ ଭୁଲ, କେହି ଠିକ୍ ଘଟଣାଟାକୁ ଧରି ପାରୁନାହାନ୍ତି। ତ ଭାଇ ଟେମ୍ପୁଟି ଆଇଲା ଭାଇ, ଦେଖନ୍ତୁ ଆପଣମାନେ ଟେମ୍ପୁଟାକୁ ଟିକେ ଦେଖନ୍ତୁ। ଆପଣମାନେ ତ ଭାଇ ଟେମ୍ପୁ କେବେ ଦେଖିନଥିବେ ଭାଇ, ମୁଁ ଟେମ୍ପୁଟା ଦେଖେଇ ଦେଉଛି, ମାନେ ଟେମ୍ପୁ ସାଉଣ୍ଡ ଶୁଭିଯିବ ସେଥିପାଇଁ ଭାଇ। ତ ଭାଇ ମୁଁ ଆପଣମାନଙ୍କୁ ଭାଇ ମୁଁ କହିଲି ଭାଇ ତମେ କିଛି ଖରାପ ଭାବୁନ। ତ ଭାଇ ଆଜିକାଲି ଭାଇ ଯାହାର ପକେଟରେ ଭାଇ ପଇସା ଲୋକ ତା ପାଖକୁ ହିଁ ଯିବେ ଭାଇ। ଗୋଟେ କଥା ଭାବ, ଯିଏ ଚୁରଉଛି ସିଏ ଚୁର, ଯିଏ ଚୁର ସାଥିରେ ଥିବ ସିଏ ମଧ୍ୟ ଚୁର। ଏଇଟା ସତ କଥା ଭାଇ, ଏଇଟା ମୁଁ ମିଛ କହୁନି। କେତେଜଣ ଏମିତି ଅଛନ୍ତି ଭାଇ ଯେ ଆମର ସାମାନ୍ୟ ଡ୍ରାଇଭର ଯାକକୁ ଖରାପ ବୋଲି ଭାବୁଛନ୍ତି। ମୁଁ ଗୋଟେ ଥର ଇନଷ୍ଟାଗ୍ରାମରେ ବି କହିଛି କାର୍ ଗାଡ଼ି ଭିତରେ ବସିକି, ଆଜି ସେଇ କଥା କହିବି ଭାଇ। ଡ୍ରାଇଭର ନଥିଲେ ଆମେମାନେ ବଞ୍ଚିପାରିବାନି, କାହିଁକିନା ଭାଇ ଆମେ ଭାଇ ଏଇଠୁ ସେଇଠି ଗଲେ ଗୋଟେ ଗାଡ଼ିର ଆବଶ୍ୟକ ପଡ଼ିବ। ଗାଡ଼ି କିଏ ଚଲାଉଛି ନା ଡ୍ରାଇଭର ଚଲାଉଛି। ତ ଭାଇ ଏବେ ଗୋଟେ ଆଗକୁ ଗୋଟେ ପିଲାଟି ପଳେଇଆଇଲା, ନହେଲେ ଧରିନିଅ କିଏ ହେଲେ ଆଗକୁ ଜଣେ ପଳେଇଆଇଲା ସାଇକେଲ ବାଲାଟି ହଉ କିଏ ବି ମଦୁଆଟି ହଉ, ଯେ ଆଗକୁ ପଳେଇଆଇଲା, ସେଇଠି ଡ୍ରାଇଭର ଭୁଲ ନଥାଇକି ବି ଡ୍ରାଇଭରକୁ ଅପମାନ କରାଯାଉଛି। କାହିଁକିନା ଭାଇ ଆମ ଲୋକର ଭାଇ କାହାର ମୁଣ୍ଡରେ ଭାଇ ବୁଦ୍ଧି ନାହିଁ। ଆଉ ଗୋଟେ କଥା ହେଲା ଭାଇ, ଝିଅମାନଙ୍କୁ ଯେଉଁ ରେପ୍ କରାଉଛି ଭାଇ, ସେଇ ରେପ୍ କଥା ଭାଇ କହିଲାକୁ ଭାଇ ମୋ ଦେହ ଶୀତେ ଉଠି ଯାଉଛି। କାହିଁକିନା ଭାଇ ଅଗଷ୍ଟ 15 ଏବଂ ଜାନୁଆରୀ 26, ଅଗଷ୍ଟ 15 ଭାଇ, ଏଇ ଦୁଇଟାରେ ଭାଇ ସ୍କୁଲ ମାନଙ୍କରେ ପାଳନ କରାଯାଉଛି ଯେ ସାଧାରଣତନ୍ତ୍ର ଦିବସ ଏବଂ କ'ଣ ଯେ ସେଇଟା ଗଣତନ୍ତ୍ର ଦିବସ ବୋଲିକି ପାଳନ କରାଯାଉଛି। ତ ଭାଇ ଆମ ଦେଶ ଭାଇ ସ୍ୱାଧୀନ ହେଇଛି ସତ, କିନ୍ତୁ ସ୍ୱାଧୀନ ହେବା ନାଁରେ ଗୋଟେ କଳଙ୍କ। କାହିଁକିନା ଭାଇ ଝିଅ ପିଲାମାନଙ୍କୁ ଯଦି ଭାଇ ସମ୍ମାନ ମିଳିପାରୁନି ତାହେଲେ ଭାଇ ଦେଶ ସ୍ୱାଧୀନ ହୋଇକି କ'ଣ ଲାଭ ରହିଲା ମୁଁ ପଚାରୁଛି। ଆଜିକାଲି ତ ଭାଇ 18 ବର୍ଷର ଝିଅମାନଙ୍କୁ ବି ତ ରେପ୍ କରାଯାଉଛି। ତ ଭାଇ ସେମିତି କରନି। ଆମର ଓଡ଼ିଶା ସରକାର ମୋହନ ମାଝୀକି ମୁଁ ହାତ ଧରିକି ଅନୁରୋଧ କରୁଛି ଯେ ଯେଉଁମାନେ ବି ଭାଇ 18 ବର୍ଷର ଝିଅମାନଙ୍କୁ ଯିଏ ଧରିକି ରେପ୍ କରୁଛନ୍ତି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ।
आज भाई मो लाइफ सब सत कथा कहबी सबू जाक मु सत कथा कहबी जे कली जुगर कौन हो कौन नाई बोलिके है कि मो भाई भाई मु सत कथा कहूँ मु वीडियो बनाऊँगी पब्लिक रे वीडियो बनाऊँगी सबू सत कथा कहूँ वीडियो न बनई छाड़े यही रेप केस बंद हेनी दिन को दिन बढ़ी चली रेप केस मु जहाँ देखिली न्यूज रे सबुदिन भाई मु शुणी था कौन भाई जाक आ गोटे कथा है मो भाई आजिकल निज स्वार्थ पर निजे आगा भाई देख आम सांगसाथी की भाई मु भाई सांगसाथी केते विश्वास करछे भाई भाई मोर गोटे सांग भाई डन आउ दीपक आंके दी जने भाई मोर पिला बेलर सांग भाई मो सबू सुख दुख रे भाई साथ देइछंदी भाई आपण मैंने कहले विश्वास करेनि भाई मो सांग भाई डन बोलिकी भाई से जदि वीडियो देखुची ताले निश्चय जापर मु सत कहूँ कि मिछ कहूँ तो आम बद्रीमा बोली जो गाँटा अच्छी भाई से नाटक चलता माने जात्रा होता भाई से भाई खाड़ा गुड़ा गोटे ग्यारेज रे रोला से राति भाई आसला समय मु बद्रुमा जात्रा देखी जाइए मु लुकिली कॉल कली सांग जाक मो 3-4 जन थे कॉल कले डन भाई की ना भाई जय शिव को नहीं जाइए बांधिकी एमती एमती जगार रखीदे तो भाई से मिछ कथा भी से सत बोली भाविकी भाई घर जा बाइक धरिकी आई भाई से गाँव को जाकि मत कॉल कला मुझे कहली ना भाई मु तो सांगे प्रांक करी कहीं प्रांक करी भाई तू मोर भल सांग कि नाई मु जाना ते प्रांक करी से कौन कहला जीवन हाथ दे पछे तो सांगे सांग छाड़ी पारिनी कहला भाई एटा हूँ सांग आउ आजिकाली तो भाई सांग बोले भाई खाली जा बाके पैसा दियो सी आगा सांग जा बाके पैसा नथिबो सी सांग नाई तुम इंस्टाग्राम वीडियो देख भाई सबकि जापर मु आउ गोटे भाई कथा कौन कहूली बोले आजिकाली भाई एमती किसी लोक अच्छा जे भाई ये कलिजुगे भाई भाई निजर निजर मान सम्मान को सबू भाई उड़े जाते भाई ये जो मद जाक भाई पिउचंती भाई मद बदल भाई जो पानी दिए पीले हेनी पानी रे केते भल देह को एवं जो मद आउ गोटे सेटा कौन जे गंजेई आउ पुड़िया खैनी एजाक जो तुम जो खाऊच से जाक न खाइले हेनी पुड़िया पानी खाइले भल ना मो भाई मद पीले भल ना मो भाई भाई मु गोटे कथा कहबी भाई एबे मझिरे भाई मौन माझी सरकार भाई गोटे नियम काटिले जे गुटखा बंद हो जाऊ तो मु मौन माझी कहूँ जिते तुम गुटखा रेट बढ़ेल गुटखा रेट कमेल एबे कमेदेल जो बढ़े जो कमेल आउ जो बंद कर गुटखा गुटखा बदल भाई मद बंद कले हेतानी गुटखा बंद कथा तो मद बंद कथा तो आजिकाली भाई मद पीकी लोक मैंने पूरा कैंसर रे मरुचंती है भाई कही मो तंती सुखी गलानी मु कौन बोली कहबी भाई मु निजे भी चिंता करनी मु भाई लोक को भाई मु केते भल प्रकार बुझेले से माने मो कथा बुझा को नाराज होती कहीं भाई मु जानची भल कहले मंद मु जानची एटा आजिकल मु भल कहबी तो लोक मैंने मत ही खराब करेंगे मु खराब कली तो लोक मैंने मत ही भल बोलिए यहाँ तो भाई आजिकल नियम चलती आउ गोटे कथा कहीदे गोटे गोटे परिवार ना गोटे गोटे झील थी निहाती दरकार कहीं यही अन्य झील जाक को बर्बाद कला आगु भाई माने बापा माने जानवे जे आगू मो झील भी अच्छे मो झील सहित भी एमती हम जे सेमती भावे तो भाई मु आउ गोटे कथा कहवाक चाहूँ जे आमर मोहन माझी ओडिशा सरकार को मद बंद करूँ नले तो पुड़िया पानी बंद करूँ भाई भाई दीटा जाक भाई बंद हो जाओ मैं आपण मानक बारंबार हाथ जोड़ी कहूँ भाई मदरे भाई केते लोक कैंसर होती है भाई मदरे भाई केते लोक कैंसर होती जदि भाई मु ठीक कही ताले प्लीज टिके भाई मोर वीडियो ताकू समस्त पाक सेयार करूँ कहीं समस्ते जानतु
ଯେ ଭାଇ ମଦ ପିଇଲେ କେମିତି ହେଉଛି ଭାଇ କେମିତି ନାହିଁ ସମସ୍ତେ ଜାଣିବେ ଭାଇ। ମୁଁ ଏତିକି ଆକା ଅନୁରୋଧ କରୁଛି। ନବୀନ ପଟ୍ଟନାୟକ ଥିଲା ଭଲ ଥିଲା ଭାଇ। ମୁଁ ଭିଡ଼ିଓରେ ଡାଇରେକ୍ଟଲି କହୁଛି ନବୀନ ପଟ୍ଟନାୟକ ଥିଲା ଭଲ ଥିଲା ଭାଇ। ଏଇ ଯେଉଁ ଏବେ ମୋହନ ମାଝି ଆଇକି ଭାଇ କି କାଳ କରୁଛି ଭାଇ। ଯେଉଁ ରେଟ୍ ଗଲେ ବଢ଼ଉଛି ଭାଇ। ରେଟ୍ ଟିକେ କମେଇଲେ ହେବନି। ମୁଁ ଗର୍ବରେ କହୁନି ଭାଇ, ମୁଁ ନ୍ୟାୟରେ ଅଛି। ନ୍ୟାୟରେ ଅଛି ମାନେ ପ୍ରଭୁ ମୋ ସାଥିରେ ଅଛନ୍ତି, ଉପରବାଲା ମୋ ସାଥିରେ ଅଛେ। ମୁଁ ଜ୍ଞାନ ଦେଉଛି ବୋଲି ଭାବୁନ। ତ ଭାଇ ମୁଁ ଆପଣମାନଙ୍କୁ କହୁଛି ଏବେ ଖଜୁରୀ କାଢ଼ିବାର ଟାଇମ୍ ହେଇଗଲାଣି। ଦିନ ପଳେଇ ଆସିଲାଣି ଖରା ଦିନ। ତ ମୁଁ ଆମ ଓଡ଼ିଶା ସରକାରଙ୍କୁ ଖାଲି ଏତିକି କହୁଛି ମଦ ଦୋକାନରେ ଭାଇ ତାଲା ପକାନ୍ତୁ। ଯଦି ଯେଉଁ ପବ୍ଲିକ୍ ଭାଇମାନେ ମୋ ସପୋର୍ଟରେ ଅଛନ୍ତି ସେମାନେ ମୋତେ ସପୋର୍ଟ କରନ୍ତୁ। ଆମେ ଓଡ଼ିଶାକୁ ମିଶିକି କେମିତି ବଦଳେଇବା ମାନେ ମଦ ଦାଉରୁ ବଞ୍ଚେଇବା ଭାଇ। ଲୋକମାନେ ଭାଇ କିଏ କାହା ବାପାକୁ ହରଉଛି, କିଏ କାହା ଭାଇକି ହରଉଛି, କିଏ ସ୍ୱାମୀକି ହରଉଛି ଭାଇ, କିଏ କାହାକୁ ହରଉଛନ୍ତି। ତ ସେଥିପାଇଁ ମୁଁ ବାରମ୍ବାର ଭିଡ଼ିଓରେ ମୁଁ ଅନୁରୋଧ କରି କହୁଛି ମଦ ବନ୍ଦ କରନ୍ତୁ ଏବଂ ଆମ ଓଡ଼ିଶା ପୁରା ଚାଲୁ। ନହେଲେ ଓଡ଼ିଶା ଏତେ ପଛରେ ରହିନଥାନ୍ତା। କେତେ ପଛରେ ଅଛି ଓଡ଼ିଶା। ତ ଭାଇ ମୁଁ ଆଉ କିଛି କହିପାରିନି ଭାଇ। ଯେତିକି ମୁଁ ବୁଝେଇବା କଥା ସେତିକି ବୁଝେଇଦେଲି। ତ ଚାଲନ୍ତୁ ଆମ ବ୍ରିଜଟା ଭାଇ ଟିକେ ଦେଖେଇଦେବି ଏବଂ ତା ସହିତ ମଶାଣିଟା ବି ଦେଖେଇଦେବି। ଏଇଟା ଆମର ମଶାଣି ଘରଟା ଦେଖିପାରୁଥିବେ। ଦେଖନ୍ତୁ, ଦେଖିଲେ କି ମୋ ଭାଇ? ତ ଦେଖନ୍ତୁ ମୋ ଭାଇ, ଆମର ବାଉଦା ନଦୀ ଭାଇ ଦେଖେଇ ଦେଇଥାନ୍ତି। କାହିଁକିନା ଭାଇ ସେପଟେ ଭାଇ ଲେଡ଼ିସ୍ ଲୋକମାନେ ଅଛନ୍ତି, ଦେଖିଲେ ଗାଳି କରିବେ ଭାଇ। ମୁଁ ଆମର ଭାଇମାନଙ୍କୁ ମୁଁ ଅନୁରୋଧ କରିକି ସମସ୍ତ ଭାଇମାନଙ୍କୁ ଯେ ମୋ ଭିଡ଼ିଓ ଦେଖୁଛନ୍ତି ମୁଁ ତାଙ୍କୁ ଅନୁରୋଧ କରିକି କହୁଛି ଯେ ଭାଇ ପ୍ଲିଜ୍ ଟିକେ ଭାଇ ମଦ ଯଦି ପିଉଛନ୍ତି ମଦଟା ବନ୍ଦ କରନ୍ତୁ ଏବଂ ଗୁଟଖା ଖାଉଛନ୍ତି ଯେଉଁ ଗୁଟଖାଟା ଭାଇ ଟିକେ ବନ୍ଦ କରନ୍ତୁ। ମୁଁ ଆପଣମାନଙ୍କୁ ଅନୁରୋଧ କରିକି କହୁଛି ଭାଇ ମୁଁ ତୁମ ସାନ ଭାଇ ହିସାବରେ କହୁଛି ଭାଇ। ଦେଖନ୍ତୁ ଆମର ଏପଟର ଭାଇ ଭିଉ କେମିତି ମାନେ କେମିତି ଆକାଶଟା ଦେଉଛି। ମୁଁ ବୁଲେଇଲି କ୍ୟାମେରା। ଏଇଟା ଆମର ବାଉଦା ନଦୀ। ମୁଁ ବାଉଦା ନଦୀ କୂଳରେ ଅବଶିଷ୍ଟ ଥିବା ବ୍ରିଜ୍ ଉପରେ ରହିକି ମୁଁ ଭିଡ଼ିଓ କରୁଛି ଭାଇ। ଆପଣମାନଙ୍କୁ ଭାଇ ମୁଁ ଆଉ କେତେବେଳେ ଦେଖେଇଦେବି ମାନେ ଭାଇ ମୁଁ ସବୁ ଯାହା ଭଲ କଥା ହିଁ ଶିଖେଇବି ଭାଇ। ମୁଁ ଏପରି ସେପରି ଜିନିଷ ଭାଇ ମୁଁ ଶିଖେଇବିନି। ମୁଁ ଆପଣମାନଙ୍କୁ ଭଲ କଥାବାର୍ତ୍ତା ଏବଂ ଭଲ ସମ୍ମାନ କେମିତି ଦିଅନ୍ତି ସବୁ ପ୍ରକାର ମୁଁ ଶିଖେଇବି। ତ ଭାଇ ଆଉ ଗୋଟେ କଥା ହେଲା ଭାଇ, ଏଇ ଯେଉଁ ଭାଇ ବାହା ହେଇଗଲା ପରେ କିଛି ଲୋକ ଅଛନ୍ତି ଭାଇ ଯେଉଁ ବାହା ହେଇଗଲା ପରେ ନିଜ ବାପା ମାଆଙ୍କୁ ଯେଉଁ ଗୋଇଠା ମାରିକି ପଳଉଛନ୍ତି ସ୍ତ୍ରୀ କଥା ଶୁଣିକି, ସେମିତି କରନ୍ତୁନି। କାହିଁକିନା ସେମିତି କରିବା ଦ୍ୱାରା ଭାଇ ଦେଇଯିବ ଭାଇ ସେମିତି କରିବା ଦ୍ୱାରା ଭାଇ ଆମକୁ କଷ୍ଟ ହେଉଛି। କାହିଁକିନା ଭାଇ ପିଲାଦିନରୁ ଭାଇ 9 ମାସ ଭାଇ 9 ଦିନ ଭାଇ ବାପା ମାଆ ମାନେ ନ ଖାଇକି ଆମକୁ ଏଡ଼େରି କରୁଛନ୍ତି। ଶେଷରେ ଆମେ ସେଇ 2 ଦିନର ଝିଅ ପାଇଁ ଆମେ ବାପା ମାଆଙ୍କୁ ଛାଡ଼ିକି ଯାଉଛନ୍ତି। ଭାଇ ସେମିତି କରନ୍ତୁନି। ସେମିତି କଲେ ଭାଇ ବାପା ମାଆଙ୍କର ଭାଇ ସୁରୁ ଆମ ଉପରେ ପଡ଼ିବ। ଭାଇ ମୁଁ ସତ କଥା କହୁଛି ଭାଇ, ମୁଁ ଆପଣମାନଙ୍କୁ କେଲି କରୁନି ଭାଇ। ଆଜିକାଲି ତ ଯେମିତି ଭାଇ କଳିଯୁଗ ହେଲାଣି ଯେ ପୁଅମାନେ ଭାଇ ଗୋଟେ ଝିଅ ପାଇଁ ବାପା ମାଆଙ୍କୁ କିସ ଘରୁ ତଡ଼ି ଦେଉଛନ୍ତି। ସେମିତି କରନ୍ତି। ଏପରି ଭାଇ ସ୍ତ୍ରୀ କହିବ ବାପା ମାଆଙ୍କୁ ଘରୁ କାଢ଼ ବୋଲେ ଆପଣମାନେ କହିବେ ତୁ ଫାଷ୍ଟ ବୋଲା, ତୁ ଫାଷ୍ଟ ଆଇଛୁ ନା ମୋ ବାପା ମାଆ ଫାଷ୍ଟ ଆଇଛନ୍ତି। ମୋ ପାଇଁ ଦେବତା ହେଲା ମୋ ବାପା ମାଆ। ଫାଷ୍ଟ ଆମେ କାହାକୁ ପୂଜା କରୁଛନ୍ତି ପରୀକ୍ଷା ଦେଲା ଟାଇମ୍କୁ ଆମ ବାପା ମାଆଙ୍କୁ। କାହିଁକିନା ବାପା ମାଆ ହେଉଛନ୍ତି ଆମ ପାଇଁ ଚଳନ୍ତି ଠାକୁର। ବାପା ମାଆ ହେଉଛନ୍ତି ଆମ ପାଇଁ ସ୍ୱର୍ଗ। ବାପା ମାଆ ହେଉଛନ୍ତି ଆମ ପାଇଁ ନର୍କ। ବାପା ମାଆ ଆମ ପାଇଁ ସବୁ କିଛି। ତ ସେଥିପାଇଁ ବାପା ମାଆ ବିନା ଆଉ କାହାକୁ କିଛି କରୁନି। ଯଦି ସ୍ତ୍ରୀ ଭଲ ଭାବରେ ରହିଲା ତ ରହିଲା, ନହେଲେ ସ୍ତ୍ରୀକି ବି ଗୋଇଠା ମାରିକି କାଢ଼। ମୁଁ ସତ
କଥା କହୁଛି ଭାଇ। ଭାଇ ଭିଡ଼ିଓ ରଖିବା ଆଗରୁ ମୁଁ ଏଇଟା ପୁରା ରିଏଲ୍ କଥା କହିଦେଲି। ତ ରହିଲି ମୋ ଭାଇ, ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ଭାଇ ଭଲ ଗୋଟେ ଜାଗାଟି ଦେଖେଇବି ଏବଂ ଭଲ ଭଲ କଥା ଆପଣମାନଙ୍କୁ ଶିଖେଇବି। ତ ସେଥି ପର୍ଯ୍ୟନ୍ତ ରହିଲି। ଜୟ ଶ୍ରୀ ରାମ ଭାଇ।